ନମସ୍କାର। ଆଜିର ଏହି ସ୍ୱତନ୍ତ୍ର ବିଶ୍ଳେଷଣକୁ ସ୍ୱାଗତ। ଆଜି ଆମେ କୌଣସି ଶୁଖିଲା ତଥ୍ୟ କିମ୍ବା ଜଟିଳ ବିଷୟରେ କଥା ହେବା ନାହିଁ। ଆମେ ଯିବା ଗୋଟେ ବହୁତ ସୁନ୍ଦର ଏବଂ ନିଆରା ଯାତ୍ରାରେ। ଟିକେ ଚିନ୍ତା କରନ୍ତୁ ତ, 1990 ଦଶକର ଓଡ଼ିଶାର ଏକ ସାଧାରଣ ଗାଁ, ଆଉ ସେଇ ଖରାଦିନର ଛୁଟି। ବାସ୍, ସେଇ ଅଭୁରା ସ୍ମୃତି ଭିତରକୁ ଆମେ ଆଜି ପ୍ରବେଶ କରିବା। ଆମେ ଦେଖିବା କେମିତି ସେହି ସମୟର ସରଳ ଜୀବନ ଭିତରେ ଗୋଟେ ଅଲଗା ପ୍ରକାରର ଖୁସି ଲୁଚି ରହିଥିଲା। ମାନସଙ୍କର ଗୋଟିଏ କଥା ଥାର ଏଠାରେ ବହୁତ ହୃଦୟସ୍ପର୍ଶୀ। ଆଜିର ଜୀବନ ମାତ୍ର ତାହାର ଛାୟା। ଆସନ୍ତୁ ଏହି କଥା ଉପରେ ଟିକେ ବିଚାର କରିବା। ଆଖି ବନ୍ଦ କରିଦେଲେ ଯେମିତି ସେହି ସକାଳର ହାଲୁକା ପବନ, ଗାଁ ରାସ୍ତାର ଧୂଳିର ବାସନା ଆଉ ଦୂରର ଶୁଭୁଥିବା ଗାଈଘଣ୍ଟିର ଶବ୍ଦ ସବୁକିଛି ଜୀବନ୍ତ ହୋଇଉଠେ। ସେତେବେଳେ ହାତରେ ସ୍ମାର୍ଟଫୋନ୍ ନଥିଲା କିମ୍ବା ମନରେ ସେମିତି କିଛି ବଡ଼ ଆକାଂକ୍ଷାର ଥିଲା। ହେଲେ ସତ କହିବାକୁ ଗଲେ ପ୍ରକୃତ ଜୀବନର ସ୍ୱାଦ କେବଳ ସେହି ଦିନଗୁଡ଼ିକରେ ହିଁ ଥିଲା। ଆଉ ଏହି ଖରାଦିନର ମଜାକୁ ଦ୍ୱିଗୁଣିତ କରୁଥିଲେ ଗାଁର ସବୁଠୁ ଦୁଷ୍ଟ ଦଳ ମାନସ, ପାପୁନା ଆଉ ବିକାଶ। ଏହି ତିନିଜଣଙ୍କ ବନ୍ଧୁତା ସେହି ପ୍ରଥମ ଶ୍ରେଣୀରୁ ଆରମ୍ଭ ହୋଇଥିଲା। ଏହା କେବଳ ସାଙ୍ଗ ହୋଇ ସ୍କୁଲ ଯିବା ଭିତରେ ସୀମିତ ନଥିଲା, ବରଂ ଗାଁର ସବୁ ଦୁଷ୍ଟାମି, ନୂଆ ନୂଆ ଖେଳ ଆଉ ସାହସିକ କାମର ମୂଳଦୁଆ ଥିଲା ଏହି ଅତୁଟ ସମ୍ପର୍କ। ଆମର ଏହି ପୁରା କାହାଣୀର କେନ୍ଦ୍ରବିନ୍ଦୁ ହିଁ ହେଉଛନ୍ତି ଏହି ତିନି ବନ୍ଧୁ। ସେତେବେଳେ ଗୋଟିଏ ସମ୍ପୂର୍ଣ୍ଣ ଖରାଦିନର ରୁଟିନ୍ କେମିତି ଥିଲା ଟିକେ ନଜର ପକାଇବା। ସକାଳୁ ଉଠି କ୍ଷେତରେ ଚାଷ କାମ, ଦ୍ୱିପ୍ରହର ହେଲେ ଆମ୍ବ ତୋଳା ଆଉ ପୋଖରୀ ଗାଧୁଆ, ସନ୍ଧ୍ୟା ନହେଲେ ଲଣ୍ଠନ ଆଲୋରେ ପଢ଼ାପଢ଼ି, ଆଉ ଶେଷରେ ରାତିରେ ଖୋଲା ଆକାଶର ତାରା ତଳେ ଶୋଇବା। ଏହା ହିଁ ଥିଲା ସେହି ସମୟର ସିମ୍ପଲ ଆଉ ସୁନ୍ଦର ଦିନଚର୍ଯ୍ୟା। ଆସନ୍ତୁ ଆରମ୍ଭ କରିବା ଦିନର ପ୍ରଥମ ଭାଗରୁ, ସକାଳ ସମୟର କ୍ଷେତ କାମ ଆଉ ତା ସାଙ୍ଗକୁ ଦେଶୀ ଖିଆପିଆ। ଆଜିର ସମୟରେ ଜଣେ ସହରର ବହୁତ ସଫଳ ଚାର୍ଟେଡ୍ ଆକାଉଣ୍ଟାଣ୍ଟ। ସମାଜ ଆଖିରେ ଦେଖିଲେ ଏହା ଏକ ବିରାଟ ବଡ଼ ସଫଳତା। କିନ୍ତୁ ପ୍ରକୃତରେ ସେହି ବ୍ୟକ୍ତିଙ୍କ ମନ ଭିତରେ ଆଜି ବି ଗୋଟେ ପରିଚୟ ଜୀବନ୍ତ ଅଛି। ତାହା ହେଉଛି ଜଣେ ଗର୍ବିତ କୃଷକର ପୁଅ। ପିଲାଦିନେ ବଳଦ ଲାଙ୍ଗୁଡ଼ ଧରି କ୍ଷେତରେ ଦୌଡ଼ିବାରେ ଯେଉଁ ଅଫୁରନ୍ତ ଆନନ୍ଦ ଥିଲା, ତାହା ଆଜିର କୌଣସି ବଡ଼ ପଦବୀଠାରୁ କମ୍ ନୁହେଁ। ମନ ଆଜି ବି ସେହି ଓଦା ମାଟିର ବାସ୍ନା ଆଉ ଲଙ୍ଗଳ ଧରିବାର ଶାନ୍ତିକୁ ଖୋଜୁଥାଏ। ଆଚ୍ଛା, କ୍ଷେତରେ କଠିନ ପରିଶ୍ରମ କରିବା ପରେ ଯେଉଁ ଭୋକ ଲାଗେ ନା, ଆଉ ତାପରେ ମିଳୁଥିଲା ସେଇ ଅମୃତ ସମାନ ଖାଦ୍ୟ, ଖାଣ୍ଟି ଓଡ଼ିଆ ଖାଦ୍ୟ, ପଖାଳ କଂସା, ତା ସାଙ୍ଗକୁ ଆଳୁ ପୋଡ଼ା, ବାଇଗଣ ପୋଡ଼ା, ବଡ଼ି ଚୁରା ଆଉ ଶୁଖୁଆ ପୋଡ଼ା। କ୍ଷେତ ହିଡ଼ ଉପରେ ବସି ବାପାଙ୍କ ହାତରେ ଚକଟା ହୋଇଥିବା ସେଇ ଖାଦ୍ୟର ସ୍ୱାଦ ଆଗରେ ଆଜିର ସବୁଠୁ ଦାମୀ 5 ଷ୍ଟାର ହୋଟେଲର ଖାଦ୍ୟ ବି ପୁରା ଫିକ୍କା ଲାଗିବ। ତାହା କେବଳ ଖାଦ୍ୟ ନଥିଲା, ତାହା ଥିଲା ଗୋଟେ ନିଆରା ଅନୁଭୂତି। ସକାଳର କାମ ସରିଗଲା ପରେ ଆସେ ଦ୍ୱିପ୍ରହର, ଆଉ ସେହି ଦ୍ୱିପ୍ରହରର ମୁଖ୍ୟ ଆକର୍ଷଣ ଥିଲା ଆମ୍ବ ଟୋଟା ଆଉ ପିଲାଙ୍କର ଦୁଷ୍ଟାମି। ଖରାଦିନେ ଗାଁରେ ପ୍ରାୟତଃ କରେକ୍ଟ ନଥାଏ, ତେଣୁ ବିଶ୍ୱାଳବାବୁଙ୍କ ଆମ୍ବ ଟୋଟାର ଘନ ଛାଇ ତଳେ ଗୋଟେ ଅଲଗା ଦୁନିଆ ତିଆରି ହୋଇଯାଏ। ଆମ୍ବ ଚୋରି କରିବାର କଳା କିଛି ସାଧାରଣ କଥା ନଥିଲା, ଏହା ଗୋଟେ ସିକ୍ରେଟ୍ ମିଶନ ଭଳି ଥିଲା। ପ୍ରଥମେ ବଡ଼ମାନେ ତାସ ଖେଳରେ ବ୍ୟସ୍ତ ରହିବା ଯାଏ ଲୁଚିକି ଅପେକ୍ଷା କରିବାକୁ ପଡ଼େ। ତାପରେ ପୁରା ସଠିକ୍ ଲକ୍ଷ୍ୟ କରି ଟେକା ମାରିବାକୁ ହୁଏ। ଆମ୍ବ ତଳେ ପଡ଼ିବା କ୍ଷଣି ତାକୁ ସଂଗ୍ରହ କରି କେହି ଦେଖିବା ଆଗରୁ ସେଠାରୁ ଚମ୍ପଟ। ସେଇ ଲୁଚାଛାପା ଖେଳରେ ଯେଉଁ ରୋମାନ୍ସ ଥିଲା, ଆଜି ସୁପରମାର୍କେଟରୁ ପଇସା ଦେଇ ଆମ୍ବ କିଣିଲେ ସେ ମଜା ଆଦୌ ଆସେ କି? ବିଲକୁଲ ନୁହେଁ। ଆମ୍ବ ଖାଇସାରିବା ପରେ ପରବର୍ତ୍ତୀ ଗନ୍ତବ୍ୟସ୍ଥଳ ଥିଲା ଗାଁ ପୋଖରୀ। ଆସନ୍ତୁ ସେଇ ଗାଁ ପୋଖରୀର ମଜା ଟିକେ ଅନୁଭବ କରିବା। ଖରାଦିନେ ପୋଖରୀରେ ପାଣି ବହୁତ କମିଯାଇଥାଏ ସତ, ହେଲେ ଏହି ପିଲାମାନଙ୍କ ଉତ୍ସାହ ଆଉ କଳ୍ପନାରେ ଟିକିଏ ବି ଭଟା ପଡ଼େ ନାହିଁ। ପାଣିରେ ପଶିବା ମାତ୍ରେ ଏକ ମହାସଂଗ୍ରାମ ଆରମ୍ଭ ହୋଇଯାଏ। କିଏ ପାଣି ଭିତରେ ସବୁଠାରୁ ଅଧିକ ସମୟ ନିଶ୍ୱାସ ଅଟକାଇ ରହିପାରିବ? ଧିଆ ପଖାଳି ଖେଳ ହେଉ ବା ଗୋଠାଗାଡ଼ିଆ, ପାଣି ଭିତରେ ଲୁଚି ରହି ସେହି ଛୋଟ ଛୋଟ ପ୍ରତିଯୋଗିତା ଜିତିବାରେ ଯେଉଁ ବିଶାଳ ଆନନ୍ଦ ମିଳୁଥିଲା, ତାହା ଭାଷାରେ ବର୍ଣ୍ଣନା କରିହେବନି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ସେହି ସମୟର ଅବଧି। ସକାଳ 10ଟାରୁ ପାଣିରେ ପଶିଲେ କ୍ରମାଗତ 2ରୁ 3 ଘଣ୍ଟା କେମିତି ବିତିଯାଏ କାହାକୁ ଜଣାପଡ଼େ ନାହିଁ। ଯେତେବେଳେ ସେମାନେ ପାଣିରୁ ବାହାରନ୍ତି, ଦେହ ସାରା କାଦୁଅ ବୋଳି ହୋଇ ପୁରା ବନମଣିଷ ଭଳି ଦେଖାଯାଆନ୍ତି। ଘରକୁ ଫେରିଲେ ମାଆଙ୍କର ବାଳିମାଳ ତ ନିଶ୍ଚିତ, ହେଲେ ମା ଯେତେବେଳେ ସ୍ନେହରେ ସୋରିଷ ତେଲ ମାଲିସ କରିଦିଅନ୍ତି ନା, ସବୁ କ୍ଳାନ୍ତି ଆଉ ଯନ୍ତ୍ରଣା ଗୋଟିଏ ମୁହୂର୍ତ୍ତରେ ଉଭାନ ହୋଇଯାଏ। ଏବେ ଆସେ ଦିନର ଶେଷ ଭାଗ। ଦିନର ସବୁ କୋଳାହଳ ଶାନ୍ତ ପଡ଼ିବା ପରେ ଆରମ୍ଭ ହୁଏ ଏକ ଶାନ୍ତ ସନ୍ଧ୍ୟା ଆଉ ତାରା ଭରା ରାତି। ସନ୍ଧ୍ୟାରେ କ୍ରିକେଟ ଖେଳ ସାରି ଲଣ୍ଠନ ଆଲୁଅରେ ବସି ପଢ଼ାପଢ଼ି ଶେଷ ହେବା ପରେ ଛାତ ଉପରର ସେହି ଯାଦୁ ଆରମ୍ଭ ହୁଏ। ପରିବାରର ସମସ୍ତେ ମିଶି ଗୋଟିଏ ଛାତ ଉପରେ ଶୋଇବା। ବିଦ୍ୟୁତ୍ ନଥାଏ, ତେଣୁ ହାତ ପଙ୍ଖାରେ ପବନ ଖାଇବାକୁ ପଡ଼େ। କିନ୍ତୁ ଖୋଲା ଆକାଶରୁ ପଡ଼ୁଥିବା ସେହି ସୁନ୍ଦର ଜହ୍ନ ଆଲୁଅ ଆଉ ଅଗଣିତ ତାରାମାନଙ୍କୁ ଦେଖିବା ଭିତରେ ଅସରନ୍ତି ଗପସପ୍ର ମଜା ହିଁ କିଛି ଅଲଗା ଥିଲା। ଆଖପାଖରେ କୌଣସି ଡିଜିଟାଲ ସ୍କ୍ରିନ୍ର ବାଧା ନଥିଲା, କେବଳ ପରିବାର ଲୋକଙ୍କ ସାଥ ଆଉ ପ୍ରଚୁର ଶାନ୍ତି ଥିଲା।
ଆଉ ଏହିସବୁ ଭିତରେ ପୁରା ସପ୍ତାହର ଉତ୍କଣ୍ଠା ଯାଇ ଶେଷ ହେଉଥିଲା ରବିବାର ଅପରାହ୍ନ 4ଟା ବେଳେ। ଗାଁରେ ମାତ୍ର 2-3ଟି ଘରେ ଟିଭି ଥାଏ, ଆଉ ସେଇ ଘରଗୁଡ଼ିକ ରବିବାର ଦିନ ପୁରା ଗାଁ ପାଇଁ ସିନେମା ହଲ୍ ପାଲଟିଯାଏ। ଘର ମାଲିକ ଖଟ ଉପରେ ବସନ୍ତି, ଆଉ ବାକି ସମସ୍ତେ ତଳେ ଚଟାଣରେ। ତଥାପି ସେଠାରେ କୌଣସି ଭେଦଭାବ ନଥିଲା, କିଏ ବଡ଼ କିଏ ସାନ କିଛି ବିଚାର ନଥିଲା। ସେହି 2.5 ଘଣ୍ଟା ଥିଲା ସମସ୍ତେ ମିଶି କେବଳ ଖୁସି ବାଣ୍ଟୁଥିବାର ଏକ ସାମୂହିକ ଉତ୍ସବ। ହେଲେ ସବୁ ସ୍ୱପ୍ନର ଏକ ଶେଷ ଥାଏ। ଏବେ ଆମକୁ ସେହି ସୁନ୍ଦର ସ୍ମୃତିରୁ ବାହାରି ଆଜିର ବାସ୍ତବତାକୁ ଫେରିବାକୁ ପଡ଼ିବ। ଏକ ହଜିଯାଇଥିବା ସ୍ମୃତିର ଦୁନିଆକୁ ପଛରେ ପକାଇବାକୁ ପଡ଼ିବ। ଯଦି ଆମେ ସେହି ଦୁଇଟି ସମୟକୁ ତୁଳନା କରିବା, ଦେଖିପାରିବା କେତେ ବଡ଼ ପରିବର୍ତ୍ତନ ଆସିଛି। ଗୋଟିଏ ପଟେ 90 ଦଶକରେ ପୁରା ଗାଁ ପାଇଁ ମାତ୍ର ଗୋଟିଏ ଟିଭି ଥିଲା, କିନ୍ତୁ ସମସ୍ତେ ଏକାଠି ବସୁଥିଲେ, ହସଖୁସିର କୌଣସି ସୀମା ନଥିଲା। ଆଉ ଆଜି ଆମ ପାଖରେ ଅସୀମ OTT ପ୍ଲାଟଫର୍ମ ଅଛି। ସମସ୍ତଙ୍କ ହାତରେ ନିଜ ନିଜର ସ୍ମାର୍ଟଫୋନ୍ ଅଛି, ହେଲେ ଘରେ ଘରେ ଏକାକୀ ନୀରବତା ଛାଇ ରହିଛି। ସମସ୍ତେ ନିଜ ନିଜର ଛୋଟା ସ୍କ୍ରିନ୍ ଭିତରେ ବନ୍ଦୀ। ସେହି ଏକାଠି ବସି ଜୋରରେ ହସିବାର ମଜା ଆଉ ସେହି ଆତ୍ମୀୟତା କେଉଁଠି ହେଲେ ଦେଖିବାକୁ ମିଳୁନାହିଁ। ଏକଥା ଭାବିଲା ବେଳକୁ ମନରେ ଗୋଟିଏ ବଡ଼ ପ୍ରଶ୍ନ ଉଠେ। ଟେକ୍ନୋଲୋଜି ଆଉ ସୁବିଧା ସୁଯୋଗର ଏହି ଦ୍ରୁତ ଯୁଗରେ କ'ଣ ଆମେ ପ୍ରକୃତରେ ଏକାଠି ମିଳିମିଶି ଖୁସି ହେବାର ମୂଳତତ୍ତ୍ୱକୁ ହରାଇ ବସିଛୁ କି? ମାନସଙ୍କର ଏହି କାହାଣୀରୁ ଲାଗେ ଯେମିତି ସେହି ଖରାଦିନଗୁଡ଼ିକ ଏକ ସୁନ୍ଦର ସ୍ୱପ୍ନ ଥିଲା, ଆଉ ଆଜିର ଜୀବନ କେବଳ ସେହି ସ୍ୱପ୍ନର ଏକ ହଜିଯାଇଥିବା ସ୍ମୃତି ହୋଇ ରହିଯାଇଛି। ଆମେ ଜୀବନରେ ଯେତେ ଆଗକୁ ଗଲେ ବି ସେହି ସମୟର ସରଳତା ହିଁ ଥିଲା ପ୍ରକୃତ ସମ୍ପଦ। ଏହି ପ୍ରଶ୍ନଟି ଆମ ସମସ୍ତଙ୍କ ପାଇଁ ରହିଲା। ଏହି ବିଚାର ସହିତ ଆଜିର ଏହି ଉପସ୍ଥାପନାକୁ ଆମେ ଏଠାରେ ସମାପ୍ତ କରୁଛୁ। ଏହି ବିଶ୍ଳେଷଣରେ ସାଥିରେ ରହିଥିବାରୁ ଅନେକ ଅନେକ ଧନ୍ୟବାଦ।